ଦେଖିବା ବାଇବେଲରୁ ତାହା ସମସ୍ତେ ପାଇପାରିବା ଲୁକ 13 ପର୍ବ ତାର 22 ରୁ 25। ଲୁକ 13 ପର୍ବ ତାର 22 ପଦରୁ 25 ପଦ ଯାଏ। ଏଠାରେ ଏପରି ଲେଖା ଅଛି, ଏଥିଉତ୍ତରେ ଯୀଶୁ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେଉ ଦେଉ ଜେରୁସାଲେମ ଆଡ଼କୁ ଯାତ୍ରା କରୁଥିଲେ। ଆଉ ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କ'ଣ ଅଳ୍ପ? ସେଥିରେ ସେ ସେମାନଙ୍କୁ କହିଲେ, ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ। ଗୃହକର୍ତ୍ତା ଉଠି ଦ୍ୱାର ବନ୍ଦ କଲା ଉତ୍ତାରେ ଯେତେବେଳେ ତୁମେମାନେ ବାହାରେ ଠିଆ ହୋଇ ରହିବ ଓ ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାନ୍ତୁ ଏହା କହି ଦ୍ୱାରରେ ମାରିବାକୁ ଲାଗିବ, ସେତେବେଳେ ସେ ତୁମ୍ଭମାନଙ୍କୁ ଉତ୍ତର ଦେବେ, ତୁମେମାନେ କେଉଁ ସ୍ଥାନର ଲୋକ ତାହା ମୁଁ ଜାଣେ ନାହିଁ। ଏଠି ଆମେ ଦେଖୁଛୁ ଯେ ପ୍ରଭୁ କହୁଛନ୍ତି ଯେ ଏଇ ବାକ୍ୟରେ ଆମକୁ ସେ କହୁଛନ୍ତି ଯେ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର। ଦେଖୁଛୁ ଆମେ 22ରେ ଆମେ ଯେତେବେଳେ ପଢୁଛୁ ଆମେ ଜାଣିପାରୁଛୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ନଗର ନଗର ଗ୍ରାମ ଗ୍ରାମରେ ବୁଲି ପ୍ରଭୁଙ୍କ ଈଶ୍ୱରଙ୍କର ବିଷୟରେ ଶିକ୍ଷା ଦେଉଥିଲେ, ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିଲେ, ଅନେକ ରୋଗୀଙ୍କୁ ସୁସ୍ଥତା ଦଉଥିଲେ। ଅନେକ ବିଷୟ ଆମେ ଦେଖିଛୁ, ଆମେ ଯେତେବେଳେ ବାଇବେଲରେ ପଢୁଛୁ ଅନେକ ବିଷୟ ଆମେ ସମସ୍ତେ ଜାଣିଛୁ। ଅନେକ ଶିଷ୍ୟମାନେ ତାଙ୍କ ପଛରେ ଯାଉଥିଲେ, ଅନେକ ଲୋକ ତାଙ୍କ ପଛରେ ଚାଲୁଥିଲେ, ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିବା ପାଇଁ ଯାଉଥିଲେ, ଈଶ୍ୱରଙ୍କର ଉପଦେଶ ଶୁଣିବା ପାଇଁ ଯାଉଥିଲେ, ଆଉ ଅନେକ ଲୋକ ତାଙ୍କର ଭୁଲ ବାହାର କରିବା ପାଇଁ ବି ତାଙ୍କ ପଛରେ ଯାଉଥିଲେ। ସେଦିନ ବି ସେମିତି ଜେରୁସାଲେମ ଆଡକୁ ଶିଷ୍ୟମାନଙ୍କ ସହିତ ସେ ଯାଉଛନ୍ତି। ଯେତେବେଳେ ଯାଉଛନ୍ତି ସେଇ ସମୟରେ ଗୋଟେ ଶିଷ୍ୟ ଲେଖା ହଉଛି, ଜଣେ ତାହାଙ୍କୁ କହିଲେ, ଆଉ କେହି ଗୋଟେ ତାଙ୍କର ସାଙ୍ଗରେ ଯୋଉ ପଛେ ପଛେ ଯାଉଥିଲେ ସେଇ ଫଲୋଅର ଭିତରୁ ହିଁ ଜଣେ ଯୀଶୁଙ୍କୁ ପଚାରିଲେ ପ୍ରଶ୍ନ, କି ପରିତ୍ରାଣ ପାଇବା ଲୋକମାନଙ୍କର ସଂଖ୍ୟା କ'ଣ ଅଳ୍ପ? ଅର୍ଥାତ୍ କ'ଣ ଅଳ୍ପ ଲୋକ ପରିତ୍ରାଣ ପାଇବେ? ଏମିତି ପଚାରୁଛନ୍ତି ଯୀଶୁଙ୍କୁ। ସେହି ବ୍ୟକ୍ତିକୁ ପ୍ରଭୁ ଯୀଶୁ ଏଠାରେ କହୁଛନ୍ତି ଯେ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର। ଏଇ ବିଷୟ ଆମେ ଦେଖିବା। ସେଇ ସମୟରେ ଯିହୁଦୀ ମାନେ ଭାବୁଥିଲେ ଯେ ସେଇ ସମୟର ଘଟଣା ଯେତେବେଳେ ଯୀଶୁ ଜଗତରେ ଥିଲେ ସେଇ ସମୟର ଘଟଣା ଅଟେ। ସେ ସମୟରେ ଯିହୁଦୀ ମାନେ ଭାବୁଥିଲେ ଯେ ଆମେ ଅବ୍ରାହମଙ୍କର ସନ୍ତାନ ଅଟୁ, ଆମେ ବ୍ୟବସ୍ଥା ପାଳନ କରୁଛୁ, ତେଣୁ ଆମେମାନେ ନିଶ୍ଚୟ ସମସ୍ତେ ସ୍ୱର୍ଗକୁ ଯିବୁ। କିନ୍ତୁ ଯୀଶୁ ବାରମ୍ବାର କହୁଥିଲେ ଯେ ମନ ପରିବର୍ତ୍ତନ କର, ମନ ପରିବର୍ତ୍ତନର ଆବଶ୍ୟକତା ଅଛି। ତେଣୁ ସେ ଲୋକଟି ଦ୍ୱନ୍ଦ୍ୱରେ ପଡିକି ପଚାରୁଛି, ତାହେଲେ ସତରେ କେତେ ଜଣ ଉଦ୍ଧାର ପାଇବେ? କେତେ ଜଣ ଉଦ୍ଧାର ପାଇବେ? ମାନେ କ'ଣ ଅଳ୍ପ ଲୋକ ପରିତ୍ରାଣ ପାଇବେ? ଏମିତି ପଚାରୁଛି ସେ ପ୍ରଶ୍ନ। ତ ଯୀଶୁ ଏଠି କହୁଛନ୍ତି ଯେ ସଂକୀର୍ଣ୍ଣ ଦ୍ୱାର ଦେଇ। କାହିଁକି କହୁଛନ୍ତି? ତାର ଅର୍ଥ ଅନ୍ୟମାନେ କେତେ ଜଣ ସ୍ୱର୍ଗ ଯିବେ ତାହା ହିସାବ କରିବା ଛାଡି ଦିଅ, ତୁମେ ନିଜେ ପରିତ୍ରାଣ ପାଇବାକୁ ନିଶ୍ଚିତ କର। ମାନେ ନିଜର ଜୀବନ ପାଇଁ ଚିନ୍ତା କର, ଆଉ ତୁମେ କୋଉ ପଥ ଧରିଛ ତାହା ତୁମେ ବିବେଚନା କର। ନିଜ ନିଜକୁ ପରୀକ୍ଷା କର, ଆଉ ଯୀଶୁଙ୍କ ପଥ ଦେଇ, ସେ କହିବା ଅର୍ଥ ସଂକୀର୍ଣ୍ଣ ପଥ ଦେଇ ପ୍ରବେଶ କରିବାକୁ ସଦା ଚେଷ୍ଟା କର, ପ୍ରାଣପଣ ଚେଷ୍ଟା କର ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ। କୋଉଠିକି? ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିବା ପାଇଁ। ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିବାର ରାସ୍ତା ହଉଛି ସଂକୀର୍ଣ୍ଣ ପଥ। ସେଠି ସେ ପୁଣି କହୁଛନ୍ତି ଅନେକ ଲୋକ ଚେଷ୍ଟା କରିବେ କିନ୍ତୁ ପାରିବେ ନାହିଁ। ମାନେ ସେଟା କେତେ କଷ୍ଟକର ପଥ ତାହା ବିଷୟରେ ଏଠି କହୁଛନ୍ତି। ମାନେ ସେଠି ଯୀଶୁ କହୁଛନ୍ତି ଯେ ଗୋଟେ ମନ ପରିବର୍ତ୍ତନ ବିନା କି ଯୀଶୁଙ୍କର ପଥ ବିନା କେହି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେନି। ତ ସେ କହୁଛନ୍ତି ଯେ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର। ଆମେ ଯେତେବେଳେ ପ୍ରଭୁ ଯୀଶୁଙ୍କର ପାର୍ବତ୍ୟ ଉପଦେଶ ଯୋଉ ଦଉଛନ୍ତି,
ସେଇ ମାଥ୍ୟୁର 7 ପର୍ବରେ ଆମେ ଦେଖିବା ତାର 13 ପଦ 14 ପଦରେ ଲେଖା ଅଛି, ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର। ମାଥ୍ୟୁ 7 ପର୍ବ 13 ପଦ 14 ପଦ। ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ଘେନିଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ, ଆଉ ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ। ମାନେ ଏଠି ପ୍ରଭୁ ଆମକୁ ସେ ଯେତେବେଳେ ପାର୍ବତ୍ୟ ଉପଦେଶ ଦଉଛନ୍ତି, ସେ ସମସ୍ତଙ୍କୁ ଏଇ ଉପଦେଶ ଜଣେଇ ଦଉଛନ୍ତି ଯେ ତୁମେ କୋଉ ରାସ୍ତାରେ ଯିବ। ସେ ଜଣାଉଛନ୍ତି କୋଉ ରାସ୍ତାରେ ଯିବ। ସେ କହୁଛନ୍ତି 2ଟା ପଥ ଅଛି, 2ଟା ଦ୍ୱାର ଅଛି ଗନ୍ତବ୍ୟ ସ୍ଥାନକୁ ପହଞ୍ଚିବା ପାଇଁ। ଆମମାନଙ୍କର ଡେଷ୍ଟିନେସନରେ ପହଞ୍ଚିବା ପାଇଁ 2ଟା ରାସ୍ତା ଅଛି, ଗୋଟେ ଚଉଡ଼ା ରାସ୍ତା, ଗୋଟେ ସଂକୀର୍ଣ୍ଣ ରାସ୍ତା। ତ ଆମେ କୋଉ ରାସ୍ତା ଦେଇକି ଯିବାକୁ ସେ କହୁଛନ୍ତି? ସେ କହୁଛନ୍ତି ସଂକୀର୍ଣ୍ଣ ରାସ୍ତା ଦେଇକି ଯାଅ। ସଂକୀର୍ଣ୍ଣ ରାସ୍ତା ଦେଇ ଯିବା ପାଇଁ ପ୍ରାଣପଣ କର। ସେଇ ସଂକୀର୍ଣ୍ଣ ଦ୍ୱାର ଦେଇ ଯିବା ପାଇଁ ପ୍ରାଣପଣ କର। ତ ସେ ସଂକୀର୍ଣ୍ଣ ଦ୍ୱାର ହଉଛି ଗୋଟେ ମାନେ ଛୋଟ ଦ୍ୱାର, ସରୁ, ମାନେ ବେଶୀ ଚଉଡ଼ା ରାସ୍ତା ନୁହଁ, ବହୁତ ସରୁ ରାସ୍ତା। ସେଟା ବହୁତ କଷ୍ଟକର ପଥ। ମାନେ ସେଇ ରାସ୍ତାରେ ଯିବା ପାଇଁ ତ୍ୟାଗ ଦରକାର, ନିଃସ୍ୱାର୍ଥପର ଦରକାର। ସେଥିପାଇଁ ପ୍ରାୟ ଲୋକମାନେ ଚଉଡ଼ା ରାସ୍ତାକୁ ବାଛନ୍ତି, କାହିଁକି ନା ଆରାମ କମ୍ଫର୍ଟେବଲ ରେ ଯାଇପାରିବେ ସେ କମ୍ଫର୍ଟେବଲ ରାସ୍ତାରେ। ଆଉ ସରୁ ରାସ୍ତାରେ ବହୁତ ବାଧା ବିଘ୍ନ ଆସିବ। ସେଥିପାଇଁ ସେ କିନ୍ତୁ କହୁଛନ୍ତି ଯେ ଯିଏ ସ୍ୱର୍ଗ ରାଜ୍ୟକୁ ପହଞ୍ଚିବା ପାଇଁ ଚାହୁଁଛି, ସେ ସଂକୀର୍ଣ୍ଣ ପଥ ଦେଇକି ଯିବାକୁ ପଡିବ। ସଂକୀର୍ଣ୍ଣ ପଥରେ ଗଲେ ଯାଇକି ଆମେ ଆମର ଡେଷ୍ଟିନେସନରେ, ଆମର ଗନ୍ତବ୍ୟ ସ୍ଥଳରେ ଆମେ ମାନେ ପହଞ୍ଚି ପାରିବା। ତ ଆମେ ଯେତେବେଳେ ପଢିଲୁ ଏଇ ସଂକୀର୍ଣ୍ଣ ଦ୍ୱାର କଥା, ସେ କହୁଛନ୍ତି ଯେ ଚଉଡ଼ା ରାସ୍ତାରେ ଯୋଉମାନେ ଗଲେ ସେ ରାସ୍ତାରେ ଅନେକ ଲୋକ ଯିବେ, କିନ୍ତୁ ସର୍ବନାଶକୁ ଘେନି ଯିବାର ଦ୍ୱାର ସେଟା। ଆଉ ସଂକୀର୍ଣ୍ଣ ଦ୍ୱାର ଦେଇ ଯିଏ ଯିବ, ସେ ଜୀବନକୁ ଘେନି ଯିବା ରାସ୍ତା, ମାନେ ଜୀବନ ପାଇବ। ଅର୍ଥାତ୍ ଆମେ ସମସ୍ତେ ଜାଣିଛୁ, ଯେତେବେଳେ ଯୋହନ 14:6 ଲେଖା ହେଇଛି, ଯୀଶୁ ତାଙ୍କୁ କହିଲେ, ସେ ଶିଷ୍ୟମାନଙ୍କୁ ହିଁ ସେତେବେଳେ କହିଛନ୍ତି, ଆଜି ଆମ ମାନଙ୍କୁ କହୁଛନ୍ତି, ଯୀଶୁ ଆଜି ଆମମାନଙ୍କୁ ବି କହୁଛନ୍ତି କି ସେ ହିଁ ପଥ, ସତ୍ୟ ଓ ଜୀବନ। ତାଙ୍କ ଦେଇ ନ ଗଲେ ଆମେ ପିତାଙ୍କ ନିକଟକୁ ଯାଇପାରିବା ନାହିଁ। ତ ଆମମାନଙ୍କୁ ପୁରା ସ୍ପେଶାଲି ପୁରା ଜଣେଇ ସାରିଛନ୍ତି ଯେ ସେ ହିଁ ପଥ, ସେ ହିଁ ସଂକୀର୍ଣ୍ଣ ପଥ। ସେଇ ସଂକୀର୍ଣ୍ଣ ପଥ ହଉଛି ଯୀଶୁଙ୍କର ପଥ। ସେଇ ପଥରେ ଆମକୁ ଯିବାକୁ ପଡିବ, ହେଲେ ଯାଇକି ଆମେ ପିତା ପରମେଶ୍ୱରଙ୍କ ପାଖରେ ପହଞ୍ଚି ପାରିବା। ଆମମାନଙ୍କର ଗନ୍ତବ୍ୟ ସ୍ଥାନ, ଆମର ଲକ୍ଷ୍ୟ ସ୍ଥଳରେ ଆମେ ପହଞ୍ଚି ପାରିବା। ତ ଯୋହନ 10 ପର୍ବ 9 ପଦରେ ଯୀଶୁ କହୁଛନ୍ତି, ମୁଁ ଦ୍ୱାର, ଯଦି କେହି ମୋ ଦେଇ ପ୍ରବେଶ କରେ ତାହା ହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ। ତ ଆମେ ଏଠି ଦେଖୁଛୁ ଯୀଶୁ ହିଁ ପଥ, ସେ ହିଁ ଦ୍ୱାର। ଆମେ ତାଙ୍କ ରାସ୍ତାରେ ତାଙ୍କୁ ଫଲୋ କରିକି ତାଙ୍କର ସହିତ ତାଙ୍କ ପଛେ ପଛେ ଗଲେ ଆମେ ଆମର ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବା। ଅନେକ ଲୋକ ଚେଷ୍ଟା କରିବେ ଯିବା ପାଇଁ, ଅନେକ ଲୋକ ଚେଷ୍ଟା କରିବେ। ଏଠି ଲେଖା ହେଇଛି, ସେଇ ଲୁକ 13:23 ଲେଖା ହଉଛି, ଅନେକ ପ୍ରବେଶ କରିବା ପାଇଁ ଚେଷ୍ଟା କରିବେ କିନ୍ତୁ ପାରିବେ ନାହିଁ। ଯେତେ ଲୋକ ପରିତ୍ରାଣ ପ୍ରଭୁ ଦେଇଛନ୍ତି, ପରିତ୍ରାଣ ତ ଆମେ ସମସ୍ତେ ପରିତ୍ରାଣ ପାଇଛୁ। ଆମଙ୍କର ସମସ୍ତଙ୍କର ବିଶ୍ୱାସ ଅଛି, ଆମେ ଯେତେ ଜଣ ଆଜି ପ୍ରଭୁଙ୍କୁ ଗ୍ରହଣ କରିଛୁ, କାହିଁକି ନା ଏଫେସୀୟ 2:8 ଅନୁଯାୟୀ, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତ୍ରାଣ ପାଇଅଛ, ତାହା ତୁମମାନଙ୍କ ନିଜ ଠାରୁ ହୋଇନାହିଁ, ତା ଈଶ୍ୱରଙ୍କ ଦାନ। ଯେତେବେଳେ ଆମେ ପ୍ରଭୁଙ୍କୁ ବିଶ୍ୱାସ କଲୁ, ତାଙ୍କୁ ମୁଖରେ ସ୍ୱୀକାର କଲୁ, ଆମମାନେ ପରିତ୍ରାଣ ପାଇଲୁ। ଯେତେବେଳେ ସେଇ ରୋମିଓ 10 ପର୍ବ ତାର 10 ପଦରେ ଲେଖା ହେଇଛି, ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ। ଯିଏ ମୁଖରେ ସ୍ୱୀକାର କରିବ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଜୀବିତ ପରମେଶ୍ୱର, ସେ ମୋର ସୃଷ୍ଟିକର୍ତ୍ତା, ସେ ମୋର ଉଦ୍ଧାରକର୍ତ୍ତା, ସେ ମୋ ପାଇଁ, ମୋର ପାପ ପାଇଁ ସେ କ୍ରୁଶରେ ହତ ହେଲେ, ତୃତୀୟ ଦିବସରେ ପୁନରୁତ୍ଥିତ ହେଲେ, ସେ ମୋର ଜୀବିତ ପରମେଶ୍ୱର ବୋଲି ବିଶ୍ୱାସ କରିବ, ସେ ହିଁ ପରିତ୍ରାଣ ପାଇବ। ତ ଆଜି ଆମେ ଅନେକ ବିଶ୍ୱାସିନୀ, ଆଜି ଜଗତରେ ଅନେକ ବିଶ୍ୱାସିନୀ, ଅନେକ ଲୋକ ଆଜି ଈଶ୍ୱରଙ୍କର, ପ୍ରଭୁ ଯୀଶୁଙ୍କ ପଥରେ ଚାଲୁଛନ୍ତି।
तो आमे कौन सबु विश्वासी विश्वासिनी जेते जन प्रभु जीशु को ग्रहण करिछु तांको नाम रे बाप्तिस्मा नेइछु आमे कौन समस्त स्वर्ग राज्य को पहुंची पारिबा आमे कौन समस्त स्वर्ग राज्य रे पहुंची पारिबा से गंतव्य स्थान को पहुंची पारिबा तो प्रभु कहउछन्ती सुखलता भौणी टिके मोबाइल टिके साइलेंट कर सुखलता भौणी दियंतु सुखलता भौणी टिके आपण मोबाइल म्यूट करंतु सुखलता भौणी मोबाइल म्यूट करंतु थैंक यू तो आमे देखुछु आमे माने कोनोसी उत्तम कार्य करिनु जे आमे आमे जो परित्राण पाइछु कोनोसी उत्तम कार्य जोगु नै आमे कोनोसी धर्म कर्म नै खाली आमे जेतेबेले प्रभु जीशु को हमर जीवित परमेश्वर से हमर सृष्टिकर्ता से हमर पाप भार बही आम पाई क्रूस रे हमर पाप भार बही आमको पापर उद्धार करिया पई से क्रूस मृत्यु को आपणेले आउ आम पाई ही से एते कष्ट सहिले एई सब विषय आउ पुणी से तृतीय दिवस रे पुनरुत्थित हेले विश्वास कलाठू आमे अनुग्रह रे ही आम माने परित्राण पाई जाइछु आज जगत रे जीशुंकर फॉलोअर माने केते बिलियन ऊपर अछि माने वर्ल्ड रो लार्जेस्ट रिलीजन होचे क्रिश्चियनिटी लार्जेस्ट पॉपुलेशन जीशु को फॉलो करूछन्ते ख्रीष्ट धर्म को आदरी नै छन्ते जीशुंकर नाँ रे बाप्तिस्मा नै छन्ते तो प्रभु कहउछन्ती अनेक लोक चेष्टा करिवे किंतु प्रभु कहउछन्ती जदि संकीर्ण द्वार देई आमे न जिबा तो हेले आम माने प्रवेश करि परिबा नाही समस्त को परित्राण देई छन्ती आमे से परित्राण को मेंटेन करिबा हमको जहा पाई डाकी छन्ती जो जो तांकर योजना जोगो हमको बाछि छन्ती से जो मनोनीत करिछन्ती आम्मान को से जो मनोनीत करिछन्ती सेई आमे तांकर से योजना को सफल करिबा आ से संकीर्ण पथ दे तांकर पथ दे तांकर पद चिन्ह को अनुसरण करी आमको जीवा को पड़िबो ताहा हेले जाई आमे हमर गंतव्य स्थान रे पहुंची परिबा काई ना जानिछु जे आमे जेते बेले समस्त परित्राण पाई सारिछु आमनकर कर्तव्य कोन आमे प्रभु जीशुंकर कथा को मानिबा को पड़िबो जेउ माने भी जीशुंक पथ को से संकीर्ण द्वार को बाछिबे सेई समस्ते आ जीशुंक द्वार दे कि जिबे तांकर पथ दे जिबे से माने ही समस्ते अनंत जीवनर अधिकारी हेबे आ एमिति सबु लोक जिए भी जीशुंकर फॉलोअर कहि के तांको पछरे जेते लोक जिबा आ तांको जदि हृदय सहित तांको मानि नथिबा तांकर सहित आमनकर गोटे व्यक्तिगत रिलेशन हेई नथिबो तांकर वाक्य अनुଯାयी जीवन काटु नथिबा ताहा हेले आमे माने केबे मध्य तांकर से गंतव्य स्थान रे पहुंची परिबानी आमे चौड़ा रास्ता रे गला भलिया हेइजबो आमे जेतेबेले प्रभु जीशुंक पथ होची संकीर्ण पथ माने बहुत कष्टकर पथ तांकर आज्ञा मानि की जीवाटा होची गोटे कष्टकर संकीर्ण पथ काहे के कहा जाउची काहे ना तांकर जे कथा मानिबो तांकर पद चिन्ह दे जे चालिबो ए जगत रे सेई सब कथा मानि के चालिबा बहुत कष्टकर विषय निजको अस्वीकार करने को पड़िबो पाप छाड़िबा को पड़िबो अधर्म छाड़िबा को पड़िबो अधर्म रु दूर रे रहबा को पड़िबो हमन जीवन रो गर्व अहंकार को सब छाड़िबा को पड़िबो आ जीशु को क्रूस को बोहिबा को पड़िबो से कोन चाहुचंती सेई हिसाब रे हमर जीवन को काटिबा को पड़िबो माने आमे पाप सहित युद्ध करबा को पड़िबो पाप अधर्म सहित हमन को युद्ध करिया को पड़िबो आउ से सेठी पुणी हमको से जणे दउचंती जे जदि आमे चौड़ा रास्ता रे जिबा जेतेबेले माथ्यू रे पढुछु 7:13-14 रे कहउचंती विनाश आडकु ने जे पूरा स्पेशली टोटल माने हमको क्लियरली जणे दैचंती तमे संकीर्ण पथ को गले जीवन पाइबा अनंत जीवन पाइबा आ चौड़ा रास्ता को गले अनंत मृत्यु अछि तो आमे माने जदि जीशु को ग्रहण करि सालुनी परित्राण प्राप्त हेई सालुनी तो आमे माने सब बेले राइट वे को धरिबार अछि से संकीर्ण पथ को धरिबार अछि आ जदि आमे से चौड़ा पथ रे जो माने जानती से बहुत सहज रास्ता बहुत चौड़ा रास्ता बहुत कंफर्ट लाइफ सब प्रकार जागतिक सुख अछि सेठी निजर इच्छा मुताबिक हमर जीवन काटी परिबे जे भी जीव से चौड़ा रास्ता रे ता पाखरे टंका धन जस गर्व अहंकार
ମାନେ ସବୁ ପ୍ରକାର ୱାର୍ଲଡଲି କମ୍ଫର୍ଟଟା ତା ପାଖରେ ରହିବ। ସେ ପ୍ରଶଂସା ପାଇବା ପାଇଁ ଖୁସି ପଡୁଥିବ, ସେ ଲୋକପ୍ରିୟ ହବ, ତା ପାଇଁ ବହୁତ ସବୁ ଜିନିଷ ଖାଲି ଆରାମ ଚାହିଁବ ସେ। କିନ୍ତୁ ସେଇ ପଥରେ ଯିଏ ଯିବ, ସେ ବିନାଶକୁ ନେଇଯିବ, ସେ ପଥ ଅନନ୍ତ ମୃତ୍ୟୁକୁ ନେଇଯିବ। ମାନେ ଈଶ୍ୱରଙ୍କଠୁ ବହୁତ ଦୂରକୁ ସେ ଚାଲିଯିବ। ଜଣେ ଯଦି ଜଗତରକୁ ଇମ୍ପୋର୍ଟାନ୍ସ ଦବ, ସେ ଈଶ୍ୱରଙ୍କୁ କେବେ ଭଲ ପାଇପାରିବନି। ଜଣେ ବ୍ୟକ୍ତି ଦୁଇଟା ଡଙ୍ଗାରେ ଗୋଡ ଦେଇ ପାରିବନି। ତ ଜଣେ ଜଗତରେ ରହିବ, ଆଉ ଜଗତରେ ରହିକି ପୃଥକୀକୃତ ଜୀବନ କାଟିବ, ଯୀଶୁଙ୍କ ପାଇଁ ବଞ୍ଚିବ, ଆଉ ଈଶ୍ୱରଙ୍କର ଇଚ୍ଛାକୁ ଇମ୍ପୋର୍ଟାନ୍ସ ଦେଲେ ଯାଇକି ଆମେ ସଂକୀର୍ଣ୍ଣ ପଥ ଅର୍ଥାତ୍ ଯୀଶୁଙ୍କ ପଥରେ ଯିବା। ଆଉ ଯଦି ନିଜ ଇଚ୍ଛାରେ ଜୀବନ କାଟିବା, ତାହେଲେ ଚଉଡା ରାସ୍ତାରେ ଆମେ ଯାଉଛୁ। ଆମେ ସବୁବେଳେ ନିଜ ନିଜ ଜୀବନକୁ ପରୀକ୍ଷା କରିବା। ଆମେ ଆଜି ଚଉଡା ରାସ୍ତାରେ ଯାଉଛୁ ନା ସଂକୀର୍ଣ୍ଣ ପଥରେ ଯାଉଛୁ? ସେଦିନ ସେ ଧନୀ ଯୁବକ ଅନନ୍ତ ଜୀବନ ପାଇବା ପାଇଁ କଣ କରିବି ବୋଲି ପ୍ରଭୁ ଯୀଶୁଙ୍କ ପାଖକୁ ସେ ଆସୁଛି। ଯୀଶୁ କହୁଛନ୍ତି, ତମେ ସବୁ ଆଜ୍ଞା ମାନିଛ? ହଁ। 10 ଆଜ୍ଞା ମାନୁଛ? ସବୁ। ଯେତେବେଳେ ତାକୁ କହିଲେ, ତମର ସମ୍ପତ୍ତି ତମେ ସମସ୍ତଙ୍କ ମଝିରେ ଭାଗ କରିଦିଅ, ଯାଅ ବାଣ୍ଟି ଦିଅ, ସେତେବେଳେ ସେ ମନ ଦୁଃଖ କରି ଚାଲି ଯାଉଛି। କାହିଁ ଆମେ ଦେଖିଲୁ ଯେ ସେ ଧନକୁ ସେ ଛାଡି ପାରୁନି। ମାନେ ତାକୁ କମ୍ଫର୍ଟ ଲାଇଫ ଦରକାର। ସେ ଚଉଡା ରାସ୍ତାକୁ ବାଛି ନଉଛି। ସେଦିନ ସେ ସଂକୀର୍ଣ୍ଣ ରାସ୍ତାକୁ ହତାଦର କରିଦଉଛି, ସେ ଚଉଡା ରାସ୍ତାକୁ ବାଛି ଦଉଛି। ଆଜି ଆମେ କଣ ଚାହୁଁଛୁ? ଆମେ ତାଙ୍କ ଇଚ୍ଛାରେ ଜୀବନ କାଟିବା ନା ଆମ ଇଚ୍ଛା ଅନୁଯାୟୀ ଜୀବନ କାଟିବା? ଲୋକ ଦେଖାଣିଆ ଧର୍ମ କର୍ମ କରିବା ନା ସତ୍ୟ ଆମେ ପବିତ୍ରତାର ସହିତ ସତ୍ୟତାର ସହିତ ପ୍ରଭୁଙ୍କୁ ଆରାଧନା କରି ଜୀବନ କାଟିବା? ଏଟା ଆମ ହାତରେ ଅଛି। ନିଜେ ନିଜେ ବାଛି ନେବା ଆଜି ଆମେ କୋଉ ପଥରେ ଯାଉଛୁ। ଯଦି ଆମେ ଚଉଡା ରାସ୍ତାରେ ଯାଉଛୁ, ସତର୍କ ହେଇଯିବା। କାହିଁକି ନା ଆମକୁ ଆଜି ପ୍ରଭୁ ଆମକୁ ସୁନ୍ଦର ବାକ୍ୟ ମାଧ୍ୟମକୁ ସେ ଏଲାର୍ଟ କରୁଛନ୍ତି। ସେଇ ଲୁକର 13:25 ସେ ଲେଖୁଛନ୍ତି ଯେ ଯେତେବେଳେ ଗୃହକର୍ତ୍ତା ଉଠି କବାଟ ବନ୍ଦ କରିଦେବେ, ବାହାରେ ଠିଆ ହୋଇ ରହିବା। ଯଦି ଆମେ ସଂକୀର୍ଣ୍ଣ ପଥରେ ଯିବାନି, ତ ଯେତେବେଳେ ଗୃହକର୍ତ୍ତା କବାଟ ବନ୍ଦ କରିଦେବେ, ଆମେ ଆଉ ପ୍ରବେଶ କରିପାରିବାନି। ତ ଏଇ ପଦ ଆଜି ଆମକୁ ଚେତାବନୀ ଦଉଛି ଯେ ଦ୍ୱାର ବନ୍ଦ ହେବା ଆଗରୁ ଆମକୁ ପ୍ରବେଶ କରିବାର ଅଛି। ଚଉଡା ରାସ୍ତାରେ ଗଲେ ସୁଖ ଅଭିଳାଷରେ ଆମେ ଜଗତରେ ହଜିଯିବା, ପ୍ରଭୁଙ୍କୁ ଫୋକସ କରିପାରିବାନି, ଆମର ଜୀବନର ପରିବର୍ତ୍ତନ କିଛି ଦେଖାଯିବନି। ଆମେ ନିଜର କୋଉଠି ଭୁଲ ଅଛି, ବାକ୍ୟ ଆମକୁ ସୁଧାରି ପାରିବନି। ବାକ୍ୟ ହୃଦୟରେ ନ ରହିଲେ ଆମେ କେମିତି ପରିବର୍ତ୍ତିତ ଲାଇଫକୁ ମେଣ୍ଟେନ କରିବା? ଆମେ ଯଦି ଯୀଶୁଙ୍କ ସହିତ ନ ଲାଗି ରହିବ, ବାକ୍ୟ ଦ୍ଵାରା ପ୍ରଭୁ ଆମ ସାଙ୍ଗରେ କଥା କହନ୍ତି, ତାକୁ ଯଦି ଆମେ ଶୁଣିବାନି, ତ କୋଉଟା ଭୁଲ କୋଉଟା ରାଇଟ ଆମେ ଜାଣିପାରିବାନି। ଆମେ ଖାଲି କମ୍ଫର୍ଟ ଲାଇଫ ଜଗତକୁ ଇମ୍ପୋର୍ଟାନ୍ସ ଦେଇକି ଚଉଡା ରାସ୍ତାରେ ଚାଲୁଥିବା, ତ ପ୍ରଭୁ କହୁଛନ୍ତି ସେ ପଥକୁ ବିନାଶ ଆଡକୁ ନେଇଯାଏ। ସେ ପରିବର୍ତ୍ତନ ହେଇନଥିବା ହୃଦୟ ପରିବର୍ତ୍ତନ ହେଇନଥିବା ବ୍ୟକ୍ତି ଏଇ ପଥରେ ଚାଲେ, ଚଉଡା ରାସ୍ତାରେ। କାହିଁକି ନା ଯେତେବେଳେ ଆମେ ହିତୋପଦେଶ 14 ପର୍ବ 12 ପଦରେ ଲେଖା ଅଛି, ମନୁଷ୍ୟର ଦୃଷ୍ଟିରେ କୌଣସି ପଥ ସରଳ ଦେଖାଯାଏ, ମାତ୍ର ତାହାର ଶେଷରେ ମୃତ୍ୟୁର ପଥ ଥାଏ। ଆଜି ଜଗତ ଜାଣିପାରୁନି, ବାକ୍ୟ ଯିଏ ଯୀଶୁଙ୍କର ପଥ ଧରିବ, ସେ ଜାଣିପାରିବ ଯେ କୋଉଟା ଚଉଡା ରାସ୍ତା, କୋଉଟା ସଂକୀର୍ଣ୍ଣ ରାସ୍ତା, କୋଉଟା ଯୀଶୁଙ୍କ ପଥ, କୋଉଟା ଏଇ ଜଗତର ପଥ, କୋଉ ପଥ ବିନାଶ ଆଡକୁ ନବ, କୋଉ ପଥ ଆମକୁ ଅନନ୍ତ ଜୀବନ ଦବ, ସେଇଟା ଆଜି ଜାଣିପାରୁନି। ମଣିଷ ନିଜ ଦୃଷ୍ଟିରେ ଭାବେ ଥରେ ଥରେ ଏଇଟା ମତେ ସରଳ। ଅନେକ ସମୟରେ ଆମମାନେ ଅନେକ ପ୍ରକାର ଟେମ୍ପଟେସନରେ ପଡିକି ଭୁଲ ପଥରେ ଚାଲି ଯାଇଥାଉ। କିନ୍ତୁ ଯେତେବେଳେ ବି ଆମେ ଯଦି ଚେତନା ପାଇଲା, ବାକ୍ୟ ଦ୍ଵାରା ଚେତନା ପାଇଲା, ଇମିଡିଏଟ ଟର୍ନ କରିକି ଆମକୁ ସଂକୀର୍ଣ୍ଣ ପଥକୁ ଯିବାକୁ ପଡିବ, ଯୀଶୁଙ୍କର ପଥ ଧରିବାକୁ ପଡିବ। ଆମେ ଯୀଶୁଙ୍କ ପଥ କେମିତି ଧରିବା? ଆମେ ମାନେ ପ୍ରଭୁ ଯୀଶୁ ଦେଇଥିବା ଆଜ୍ଞା ଗୁଡିକୁ, ତାଙ୍କର ଉପଦେଶ ଗୁଡିକୁ ଶୁଣିବା, ପାଳନ କରିବା। ଖାଲି ଶୁଣିଲେ ତ ହବନି, ତାକୁ ପାଳନ କରିବାକୁ ପଡିବ। ଆଉ ବାକ୍ୟ ଅନୁଯାୟୀ ଜୀବନ କାଟିବା। ବାକ୍ୟକୁ ଶୁଣୁଥିବା, କିନ୍ତୁ ବାକ୍ୟ ଶୁଣିଲା ପରେ ଆମର କଥାବାର୍ତ୍ତା ଜୀବନ ଦ୍ଵାରା ପ୍ରଭୁଙ୍କର ଗୌରବ ହଉନଥିବ। ଆମେ ବାକ୍ୟ ଗୋଟେ କହୁଛି ଅନ୍ୟକୁ ଦୟା କର, ଆମେ କିନ୍ତୁ ନିର୍ଦୟ ହଉଥିବା। ବାକ୍ୟ କହୁଛି ଅନ୍ୟକୁ କ୍ଷମା ଦିଅ, ଆମେ କିନ୍ତୁ ତାକୁ ରାଗିକି ରହିଥିବା, ଦିନେ ଦି ଦିନ ଏମିତି ରାଗକୁ ରହିଥିବା।
ଆମେ କଥାବାର୍ତ୍ତା ହଉନଥିବା, ଆମେ କ୍ଷମା ଦେଇ ପାରୁନଥିବା, ତ ଆମେ ବାକ୍ୟ ଅନୁଯାୟୀ ଜୀବନ କାଟି ପାରୁନୁ। ବହୁତ କଷ୍ଟ ସଂକୀର୍ଣ୍ଣ ପଥ ଦେଇଯିବା, ତାଙ୍କ ଆଜ୍ଞା ପାଳନ କରିବା, ବହୁତ କଷ୍ଟ କାହାକୁ କ୍ଷମା ଦେବା, ବହୁତ କଷ୍ଟ ତାଙ୍କର ବାକ୍ୟ ପାଳନ କରିବା। ତଥାପି ବି ପ୍ରଭୁ ଆମ ସାଙ୍ଗରେ ଅଛନ୍ତି, ପବିତ୍ର ଆତ୍ମା ଆମକୁ ସାହାଯ୍ୟ କରୁଛନ୍ତି, ଆମକୁ ରାଇଟ୍ ୱେରେ ଯିବା ପାଇଁ ସେ ସାହାଯ୍ୟ କରିବେ। ଆମେ ନିଜେ ନିଜେ ଯାଇପାରିବାନି। ଆମେ ଯେତେବେଳେ ତାଙ୍କ ପାଖରେ ସରେଣ୍ଡର କରିବା, ସେ ଆମମାନଙ୍କୁ ରାସ୍ତା ଦେଖେଇବେ। ଆମେ ଯେତେବେଳେ ନିଜର ଅନୁତାପ ହୃଦୟରେ ଆମେ ତାଙ୍କ ନିକଟରେ ନିଜର ଭୁଲକୁ ସ୍ୱୀକାର କରିବା, ଆଉ ତାଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିବା, ତାଙ୍କର ସାଙ୍ଗରେ ଗୋଟେ ବ୍ୟକ୍ତିଗତ ରିଲେସନ ରଖିବା, ତାଙ୍କ ପାଖରେ ଆଣ୍ଠେଇବା, ତାଙ୍କର ବାକ୍ୟ ଶୁଣିବା, ତାଙ୍କର ପାଖରେ ପ୍ରେୟାର ଲାଇଫ ମେଣ୍ଟେନ କରିବା, ସହଭାଗିତାରେ ରହିବା, ତ ସେ ବାକ୍ୟ ଆମ ସାଙ୍ଗରେ କଥା କହିବ, ଏଠି ତୋର ରଙ୍ଗ ହେଇଯାଇଛି, ତାକୁ ତୁ ହର୍ଟରେ କଥାବାର୍ତ୍ତା କଲୁ, ଏତେ ରଫ ବ୍ୟବହାର କଲୁ, ତୋର ଏଠି ଭୁଲ ହେଇଛି, ତୁ କ୍ଷମା ମାଗ। ପ୍ରଭୁ ତୋର ପ୍ରକୃତରେ ବାକ୍ୟ ଆମକୁ ସଜାଡେ। ତ ଆମେ ଯେତେବେଳେ ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିବା, ଏଇ ବାକ୍ୟ ଆମକୁ ସଜାଡି ଦବ, ଆମକୁ ସଂକୀର୍ଣ୍ଣ ପଥରେ ଯିବା ପାଇଁ ସାହାଯ୍ୟ କରିବ, ଆମର ଡେଷ୍ଟିନେସନରେ ପହଞ୍ଚିବା ପାଇଁ ଆମକୁ ସାହାଯ୍ୟ କରିବ। ତ ସେଥିପାଇଁ ଆମେ କଣ କରିବା, ଆମେ ମନେ ମନେ ଥରେ ଥରେ ଆମେ ଚର୍ଚ୍ଚ ଯାଉଛୁ, ପ୍ରଭୁଙ୍କର ପ୍ରଶଂସା କରୁଛୁ, କିନ୍ତୁ ହୃଦୟ ସହିତ ସେ ପ୍ରଶଂସା ହେଇନଥାଏ। ଗୀତ ଗାଇଲା ଭଳିଆ ଗୀତ ଗାଇଦବା, କିନ୍ତୁ ହୃଦୟରେ ଆମେ ଅନୁଭବ କରିବା ଗୀତରେ କଣ ଲେଖା ହେଇଛି, ପ୍ରଭୁଙ୍କ ପାଖରେ ସେଇ ବାକ୍ୟରେ ନିଜକୁ ପସେଇ ଦେବା, ସେ ଗୀତରେ ନିଜକୁ ହଜେଇ ଦେବା। ଏ ଗୀତ ମୋ ପାଇଁ ହେଇଛି, ଏ ବାକ୍ୟ ମୋ ପାଇଁ କୁହାହଉଛି। ଏମିତି ହେଲେ ଆମେ ନିଜେ ନିଜେ ସଜାଡି ହେଇଯିବା। କାହିଁକିନା ଆମକୁ ସେ ସତର୍କ କରିଦେଲେଣି ଯେ କେତେବେଳେ ଦ୍ୱାର ବନ୍ଦ ହେଇଯିବ, ଯଦି ଆମେ ଆଉ ସେ କବାଟ ଖୋଲିବେନି, ସେ କେବେ କବାଟ ଖୋଲିବେନି ଆଉ। ତ କେତେ ଜଣ ଯିବେ ସ୍ୱର୍ଗ, ତାହା ଗଣନା କରିବା ଆମର କାର୍ଯ୍ୟ ନୁହେଁ। ଆମେ ଆମ ଜୀବନକୁ ଦେଖିବା, ଆମେ କଣ ସେଇ ସଂକୀର୍ଣ୍ଣ ଦ୍ୱାର ଦେଇ ଯୀଶୁଙ୍କ ପଥରେ ଆମର ଏଇ ଯୋଉ ଜୀବନ ଯାତ୍ରା, ଆମେ ଯୋଉ ସ୍ୱର୍ଗ ଯାତ୍ରାର ସ୍ୱର୍ଗୀୟ ଯାତ୍ରୀ ହିସାବରେ ସ୍ୱର୍ଗୀୟ ପଥର ଯାତ୍ରୀ ହେଇଛୁ ଆମମାନେ। ଆଜି ଯାହାବି ବାଧା ବିଘ୍ନ ଆସୁ, ଯାହାବି ସମସ୍ୟା ଆସୁ, ଆମେ ତାଙ୍କୁ କେବେ ଅସ୍ୱୀକାର କରିବାନି, ପ୍ରଭୁଙ୍କୁ କଷ୍ଟ ଦେବାନି, ତାଙ୍କର କଥା ମାନିବା, ତାଙ୍କର ଇଚ୍ଛାକୁ ବୁଝିବା ପାଇଁ ଚେଷ୍ଟା କରିବା। ସବୁ ନିଷ୍ପତ୍ତି ନେବା ଆଗରୁ ତାଙ୍କ ପାଖରେ ପ୍ରାର୍ଥନା କରିବା, ତୁମେ ପ୍ରଭୁ ଗାଇଡ କର, ସବୁ ବିଷୟରେ ତାଙ୍କର ଇଚ୍ଛା ଅନୁଯାୟୀ ଜୀବନ କାଟିବା। କାହିଁକି ନା ସୁଯୋଗ ସବୁଦିନ ଆସିବନି। ସେଦିନ ଆମେ ଜାଣିଛୁ ନୋହଙ୍କ ସମୟରେ ଜାହାଜର ଦ୍ୱାର ଈଶ୍ୱର ଆସିକି ବନ୍ଦ କରିଦେଲେ, ନିଜେ ବନ୍ଦ କରିଦେଲେ, ଦ୍ୱାର ବନ୍ଦ କରିଦେଲେ। ତାପରେ ବାହାରେ ଲୋକମାନେ କେତେ କବାଟ ଠକ୍ ଠକ୍ କରିଥିବେ, କେତେ ଧଡ ଧଡ କରିଥିବେ, କେତେ କାନ୍ଦିଥିବେ, ଆଉ ଶୁଣା ଯିବନି। ସୁବୁଦ୍ଧି କନ୍ୟା ମାନେ ଆସିକି ଦ୍ୱାର ପାଖରେ ଡାକିଲେ, ସୁବୁଦ୍ଧି କନ୍ୟା ମାନେ ପଶିଗଲେ, ନିର୍ବୁଦ୍ଧି କନ୍ୟା ମାନେ ଯେତେବେଳେ ଆସିଲେ ଦ୍ୱାର ପାଖରେ, କବାଟ ବନ୍ଦ ହେଇଗଲା। ତ ଆମେ ସୁବୁଦ୍ଧି କନ୍ୟା ନାଇଁ, ସବୁବେଳେ ଜାଗ୍ରତ ଜୀବନ କାଟିବା, ନିଜର ଜୀବନ ରୂପ ଦୀପକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଜଳେଇକି ରଖିବା, ପବିତ୍ର ଆତ୍ମାଙ୍କର ଗାଇଡାନ୍ସ ନେବା, ବାକ୍ୟକୁ ପୁରା ଫଲୋ କରିବା, ତାଙ୍କର ଆଜ୍ଞାକୁ ମାନିବା। କାହିଁକି ନା ଏଇ ଯୋଉ ଅନୁଗ୍ରହର ଦ୍ୱାର ଆଜି ଖୋଲା ଅଛି, ଆମେ ଜାଣିନୁ କେତେ ଦିନ ଯାଏ ଅନୁଗ୍ରହର ଦ୍ୱାର ଖୋଲା ଥିବ। ଆଜି ପ୍ରଭୁ ଆମକୁ କ୍ଷମା ଦଉଛନ୍ତି, ଏଇ ଆମେ ଅନୁଗ୍ରହର ପିରିୟଡରେ ଅଛୁ, ଗ୍ରେସ୍ ପିରିୟଡରେ ଅଛୁ ଆମମାନେ। ଈଶ୍ୱରଙ୍କର ଆଗମନର ଦିନ ଯେ ସନ୍ନିକଟ ଆମେ ଜାଣିନୁ। ତ ଏଇ ଯୋଉ ଅନୁଗ୍ରହର ଦିନ ଖୋଲା ଥାଉ ଥାଉ ଆମେ ସଂକୀର୍ଣ୍ଣ ପଥକୁ ଧରିବା, ଯୀଶୁଙ୍କର ପଥରେ ଚାଲିବା, ଅନନ୍ତ ଜୀବନ ଆଡକୁ ଅଗ୍ରସର ହେବା। କାହିଁକିନା ତାପରେ ଯେତେବେଳେ ଆମ ପାଇଁ ଦ୍ୱାର ବନ୍ଦ ହେଇଯିବ, ଅର୍ଥାତ୍ ଯେତେବେଳେ ଆମର ମୃତ୍ୟୁ ହେଇଗଲା କି ଯୀଶୁଙ୍କର ଦ୍ୱିତୀୟ ଆଗମନ ହେଇଗଲା, ତାପରେ ଆଉ ପ୍ରାର୍ଥନା କରିକି ଆଉ ଲାଭ ନାହିଁ। ଆଜି ଆମେ ବଞ୍ଚିଛୁ, ଆଜି ଆମ ପାଖରେ ସମୟ ଅଛି। ଆଜି ଯୀଶୁ ଏବେ ଆସିନାହାନ୍ତି, କେତେବେଳେ ସେ ଆସିଯିବେ, ଆଉ ଆମେ ରିପେଣ୍ଟ କରିବାର ସମୟ ନଥିବ। ଆମେ ଆଜି ଅଛୁ, ଆଉ କିଛି ସମୟ ପରେ ଆମେ ନଥିବୁ ଏ ଜଗତରେ, ଆଉ ରିପେଣ୍ଟ କରିକି ଲାଭ ନାହିଁ। ତ ସମୟ ଥାଉ ଥାଉ ଆମେ ମାନେ ମନ ପରିବର୍ତ୍ତନ କରିବା, କୋଉ ୱେରେ ଯାଉଛୁ ସବୁବେଳେ ପରୀକ୍ଷା କରିବା। କାହିଁକି ନା ଦ୍ୱାର ବନ୍ଦ ହେବା ଆଗରୁ ଆମେ ସେ ଦ୍ୱାରରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା। ଆଉ କଣ କରିବା, ପଛେ କାନ୍ଦିଲେ ଆଉ ଲାଭ ନାହିଁ, କବାଟ ଠକ୍ ଠକ୍ କଲେ ଆଉ ଲାଭ ନାହିଁ। ତ ଦ୍ୱାର ବନ୍ଦ ହେବା ଆଗରୁ ପ୍ରବେଶ କରିବା। ସୁଯୋଗ ସବୁଦିନ ରହିବନି, ଦ୍ୱାର ବନ୍ଦ ହେଇଯିବ। ନୋହଙ୍କ ପିରିୟଡରେ କେତେ ପରିହାସ କଲେ, କେତେ ସେମାନେ ହତାଦର କଲେ, କୌଣସି କଥା
ପାଗଳ ବୋଲି କହିଲେ। ସେ କିନ୍ତୁ ଈଶ୍ୱରଙ୍କର ସେ ଉଦ୍ଦେଶ୍ୟକୁ ସେ ବୁଝିଥିଲେ। ସେ ତାଙ୍କର ପରିବାର ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କଲେ। ସିଟିମ୍ କାଠରେ କେମିତି ଜାହାଜ ବନେଇଲେ, ପ୍ରଭୁ ଯେମିତି କହିଥିଲେ ସେମିତି ହିସାବରେ ସେ ଦୀର୍ଘ ପ୍ରସ୍ତ କରି ଜାହାଜ ବନେଇଲେ। ତଥାପି ସେମାନେ କୌଣସି ବ୍ୟସ୍ତ ହେଲେନି, ଲୋକମାନଙ୍କର କଥା ଶୁଣିଲେନି। ସେମାନେ ଈଶ୍ୱରଙ୍କର କଥା ଶୁଣି ଈଶ୍ୱରଙ୍କର ଇଚ୍ଛାକୁ ସଫଳ କରୁଛନ୍ତି। ସେମାନେ ଦ୍ୱାର ଭିତରେ ରହିଲେ ଆଉ ସେମାନେ ବଞ୍ଚିଲେ। ତ ଆମେ ଦେଖୁଛୁ ଆଜି ବି ଆମମାନଙ୍କ ପାଇଁ ଦ୍ୱାର ଖୋଲା ଅଛି। ଆଜି ବି ଆମମାନଙ୍କର ମନ ପରିବର୍ତ୍ତନର ସମୟ ଅଛି। ପ୍ରଭୁ ଯୀଶୁଙ୍କ ପଥରେ ଚାଲିବା, ନିଜର ପାପକୁ ସ୍ୱୀକାର କରିବା ଆଉ ସେ ସଂକୀର୍ଣ୍ଣ ପଥରେ ଯାଇକି ଯୀଶୁଙ୍କ କୋଳରେ ବସିବା। ସବୁବେଳେ ଭାବିବା ଯୀଶୁ କଣ ମତେ ବ୍ୟକ୍ତିଗତ ଭାବେ ଜାଣିଛନ୍ତି କି? ସେଇ ପ୍ରଶ୍ନର ଉତ୍ତର ନିଜ ଭିତରେ ଖୋଜିବା। ପ୍ରଭୁ ମତେ ଜାଣନ୍ତୁ, ବ୍ୟକ୍ତିଗତ ଭାବରେ ଜାଣନ୍ତୁ। ତ ଆଜି ହିଁ ପ୍ରବେଶ କରିବା ସେ ସଂକୀର୍ଣ୍ଣ ପଥକୁ। ଆଜି ହିଁ ଏ ବାକ୍ୟ ଦ୍ଵାରା ସଜାଗ ହେଇଯିବା। କାହିଁକି ନା ଆମେ ଯଦି ଚଉଡ଼ା ରାସ୍ତା ଧରିବା ବହୁତ କଷ୍ଟ। ତାଙ୍କର ଆଜି ଅନେକ ବିଶ୍ୱାସୀ ପ୍ରଭୁଙ୍କ ଦିଆଯାଇଥିବା ଆଜ୍ଞା ଅନୁଯାୟୀ ଜୀବନ କାଟୁନାହାନ୍ତି। ଅନେକ ଲୋକ ପ୍ରଭୁଙ୍କ ପଥରେ ଅଛୁ କହୁଛନ୍ତି କିନ୍ତୁ ତାଙ୍କ ହୃଦୟରେ ବାକ୍ୟ ନାହିଁ। ଗିର୍ଜା ପ୍ରାର୍ଥନା ଯାଉଛନ୍ତି କିନ୍ତୁ ଚର୍ଚ୍ଚରେ ଅଲଗା ଚେହେରା, ବାହାରେ ଅଲଗା ଚେହେରା। ଅନ୍ୟକୁ ସେବା କରିବା, ପ୍ରଭୁ ଯାହା ଯାହା କହୁଛନ୍ତି, ଶତ୍ରୁକୁ ବି ପ୍ରେମ କର କହୁଛନ୍ତି। ଆମକୁ କେତେ କଷ୍ଟକର ରାସ୍ତା, ତଥାପି ବି ପ୍ରଭୁ ଆମକୁ ସାହାଯ୍ୟ କରିବେ। ଆମେ କ୍ଷମା ଦେବା, ଅନ୍ୟକୁ ପ୍ରେମ କରିବା, ବ୍ୟଭିଚାର, ପାପ, ଅଧର୍ମଠୁ ଦୂରେଇ ରହିବା। ଏଇସବୁ ଜିନିଷକୁ ସବୁବେଳେ ପ୍ରଭୁଙ୍କୁ ପ୍ରାଥମିକତା ଦେବା। ଆଉ ଅନ୍ୟମାନଙ୍କୁ ମଧ୍ୟ ଏଇ ପରିତ୍ରାଣର ପଥକୁ ଶିଖେଇବା। ନିଜକୁ ଅସ୍ୱୀକାର କରିବା, ତାଙ୍କ ଇଚ୍ଛା ଅନୁଯାୟୀ ଜୀବନ କାଟିବା। ଆଉ ପ୍ରାଣପଣେ ଚେଷ୍ଟା କର କହୁଛନ୍ତି ସେ, ପ୍ରାଣପଣେ ଚେଷ୍ଟା କର। କେବେ ବି ଅବହେଳା କରିବାନି। ପୁରା ପ୍ରଭୁଙ୍କ ସହିତ ପ୍ରାଣପଣ ଚେଷ୍ଟା କରିବା। ଆମେ ଢିଲା ହେବାନି। ଏ ଅନୁଗ୍ରହ ଆମକୁ ଯୋଉ ଦିଆହେଇଛି, ସେଇ ଯୋଉ ଗିଫ୍ଟକୁ କେବେ ବି ଅବହେଳା କରିବାନି। ଆମେ ତାକୁ ଜାଣିବା ଯେ ପ୍ରଭୁ ଆମକୁ ଅନୁଗ୍ରହ କରି ପରିତ୍ରାଣ ଦେଇଛନ୍ତି। ଆମର କୌଣସି ଧର୍ମ କର୍ମ ନାହିଁ, ତାକୁ ଆମେ ମେଣ୍ଟେନ କରିବା। ଆମେ ପ୍ରଭୁଙ୍କ ପଥରେ ଚାଲିବା। ସେ ଯୋଉ ମନୋନୀତ କରିଛନ୍ତି, ଆମେ ସେ ମନୋନୀତ କରିବାର ସେ କଲିଂକୁ ନିଶ୍ଚୟ ବୁଝିବା ଆଉ ତାଙ୍କ ପଥରେ ଯିବା। କାହିଁକିନା ଏ ସାଂସାରିକ ସୁଖ ଭୋଗ ବିଳାସ ଏଇ ସବୁକୁ ଯଦି ଇମ୍ପୋର୍ଟାନ୍ସ ଦେବା, ପ୍ରଥମ ଇମ୍ପୋର୍ଟାନ୍ସ ଈଶ୍ୱରଙ୍କୁ ଦେବା। କୋଉଟା ଠିକ ସେଟା ବୁଝିବା। ନାମଧାରୀ ବିଶ୍ୱାସୀ ନ ହେଇ ଉଦ୍ଧାର ପ୍ରାପ୍ତ ବିଶ୍ୱାସୀ ହେବା। ସବୁବେଳେ ମାର୍କ କରିବା। ଆମେ କଣ ଆଜି ନାମଧାରୀ ଯୀଶୁଙ୍କ ପଥରେ ନାମ ମାତ୍ର ନାମଧାରୀ ବିଶ୍ୱାସୀ ହେଇଛୁ ନା ଉଦ୍ଧାର ପ୍ରାପ୍ତ ବିଶ୍ୱାସୀ ହେଇଛୁ? ଯେତେ କଷ୍ଟକର ପଥ ହେଇଥାଉ, ଆମେ ଯୀଶୁଙ୍କ ପଥରେ ଚାଲିବା। ପବିତ୍ରତାର ସହିତ, ନିର୍ଦ୍ଦୋଷତାର ସହିତ ଜୀବନ କାଟିବା ଆଉ ପବିତ୍ର ଆତ୍ମାଙ୍କର ଫଳ ଫଳିବା। ଆମମାନେ ଯେତେବେଳେ ଯୀଶୁଙ୍କ ପଥରେ ଚାଲିବା, ଆମମାନଙ୍କର ଲାଇଫରେ ସେ ପବିତ୍ର ଆତ୍ମାଙ୍କର ଫ୍ରୁଟ୍ସ ଦେଖାଯିବ, ପବିତ୍ର ଆତ୍ମାଙ୍କର ଫଳ ଦେଖାଯିବ। ତ ଆମେ ଜାଣିବା ଯେ ଆମମାନଙ୍କର ଆତ୍ମିକ ଜୀବନର ଗ୍ରୋଥ ଅଛି। ଆମେ ଯୀଶୁଙ୍କ ପଥରେ ଚାଲୁଛୁ, ଆମେ ସଂକୀର୍ଣ୍ଣ ପଥରେ ଯାଉଛୁ, ଆମେ ଉଚିତ ସମୟରେ ପହଞ୍ଚିଯିବା। କାହିଁକି ନା ଆମେ ଯେତେବେଳେ ଦେଖୁଛୁ ଯେ ଆମମାନଙ୍କୁ ଯେତେବେଳେ ସଂକୀର୍ଣ୍ଣ ପଥରେ ଯିବାକୁ ପଡିବ, ଆମକୁ ମନ ପରିବର୍ତ୍ତନ ଆବଶ୍ୟକତା ଅଛି, ଅନୁତାପର ସହିତ ମନ ପରିବର୍ତ୍ତନ ଆବଶ୍ୟକତା ଅଛି। ସେକେଣ୍ଡ, ଯୀଶୁଙ୍କ ଉପରେ ଦୃଢ ବିଶ୍ୱାସ ରଖିବାର ଅଛି। ଯଦି ପ୍ରାର୍ଥନା କରିଛୁ, ଆମର ପ୍ରାର୍ଥନା ପ୍ରଭୁ ଶୁଣିଛନ୍ତି, ବିଶ୍ୱାସ କରିବାର ଅଛି। ଆଉ ଥାର୍ଡ, ନିଜକୁ ଅସ୍ୱୀକାର କରିକି କ୍ରୁଶକୁ ଉଠେଇବା, ଅର୍ଥାତ୍ ନିଜର ଇଚ୍ଛା ଅନୁଯାୟୀ ଜୀବନ କାଟିବାନି। ପ୍ରଭୁଙ୍କର ଇଚ୍ଛା କଣ? ମୁଁ ଯୋଉ କାର୍ଯ୍ୟ କରୁଛି ସେଟା କଣ ଈଶ୍ୱର ଇଚ୍ଛା ଖୁସି ହେବେ ତ? ଈଶ୍ୱର ସନ୍ତୁଷ୍ଟ ହେବେ କି? ମୁଁ ଯୋଉ କଥାବାର୍ତ୍ତା କଲି ସେଇ କଥାରେ ଯୀଶୁଙ୍କୁ କଷ୍ଟ ହେଇନଥିବ ତ? ମୁଁ ଯୋଉ ନିଷ୍ପତ୍ତି ନେଲି, ଏଇ ଯୋଉ ନିଷ୍ପତ୍ତିଟା ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ନିଷ୍ପତ୍ତି ନେଇଛି କି? ଯୋଉ ବି କାର୍ଯ୍ୟ, ଭାବନା, ଚିନ୍ତନା, ନିଷ୍ପତ୍ତି, ସମୟର ବ୍ୟବହାର, ସବୁକୁ ଆମେ କଣ ଈଶ୍ୱରଙ୍କର ସନ୍ତୁଷ୍ଟକର ବିଷୟରେ ହଉଛି କି ନାଇଁ ବୁଝିବା। ଈଶ୍ୱରଙ୍କର ଇଚ୍ଛାକୁ ଇମ୍ପୋର୍ଟାନ୍ସ ଦେବା। ତାହା ହଉଛି ଯୀଶୁଙ୍କର କ୍ରୁଶ ବହିବା। ଫୋର୍ଥ ନମ୍ବରରେ ଆମେ ଦେଖିବା ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ଜୀବନ ଅତିବାହିତ କରିବା। ଜଣେ ଦାସ, ପ୍ରଭୁଙ୍କ ଦାସ ଦିନେ କହୁଥିଲେ, ମୁଁ ଶୁଣୁଥିଲି, ସେ କହୁଥିଲେ
ଦିନେ ସେ କାଲକାଟାରେ ମୁଁ ତାଙ୍କୁ ଚିହ୍ନିଛି ବି। ସେ କଲିକତାରେ ଯାଉଥିଲେ ତାଙ୍କର ଅଫିସକୁ। ରାସ୍ତାରେ ତାଙ୍କ ଗାଡିର ପଛଆଡେ ଗୋଟେ ଜଣେ କାର ବଜେଇ ଦେଲା। ୟାଙ୍କ କାରକୁ ପଛଆଡୁ ଜଣେ ମ୍ୟାଡମଟା ଗାଡି ଜୋରରେ ବଜେଇ ଦେଲା। ଗାଡି ବଜେଇ ଦେଲାଠୁ ୟାଙ୍କ ଗାଡି ବି ଇଏ ଷ୍ଟପ୍ କରିଦେଲେ। ଆଉ ପଛଆଡେ ସେଇ ସ୍ତ୍ରୀ ଲୋକଟି ସେ ମ୍ୟାଡମଟେ ବି ଗାଡି ଅଟକେଇ ଦେଲେ। ଆଉ ଆସିକି ଇଏ ଦେଖିଲେ ଯେ ଏତେ ଜୋର ମାଡ ହେଇଯାଇଛି, ଗାଡିଟା ବହୁତ ଜୋର ଡ୍ୟାମେଜ ହେଇଯାଇଛି। ସେଇ ଭାଇ ଦେଖିଲେ, ସେତେବେଳକୁ ସେ ପଛରେ ଯାହାର ଯିଏ ଗାଡି ବଜେଇ ଦେଇଛି ସେ ମ୍ୟାଡମଟା ଓହ୍ଲେଇକି ଆସିଲେ। ଆଉ ଏ ଭାଇଙ୍କୁ ସେ କହିଲେ, ସରି ସରି ଭାଇ, ମୋର ଭୁଲ ହେଇଗଲା, ମୁଁ ଜାଣି ପାରିଲିନି, ମୁଁ ବହୁତ ଜୋର ବାଜି ଯାଇଛି, ସରି ସରି ବୋଲି କହିଲେ। ତ ଏ ଭାଇ କହିଲେ, ଇଟ୍ସ ଓକେ ସିଷ୍ଟର, ଆପଣ ଯାଆନ୍ତୁ, କିଛି ନାହିଁ କହିଲେ। ତାଙ୍କୁ କଷ୍ଟ ହେଲା, କିନ୍ତୁ ପ୍ରଭୁ ଶିଖେଇଥିବା ବାକ୍ୟ ତାଙ୍କ ହୃଦୟରେ ଆସିଲା। ସେ କହିଲେ କି ସେଇ ସମୟରେ ପ୍ରଭୁ କହିଛନ୍ତି କ୍ଷମା ଦେବା ପାଇଁ। ସେ ଯେତେବେଳେ ସେ କ୍ଷମା ମାଗିଲା, ଇଏ କହିଲା ହଁ କିଛି ନାହିଁ, ଯାଅ ତୁମେ ତୁମ ରାସ୍ତାରେ ଯାଅ, ମୁଁ ଯାଉଛି କହିକି ସେ ପଳେଇ ଆସିଲେ। ସେ ପଳେଇ ଆସିଲେ, ଅଫିସରେ ପହଞ୍ଚିଲେ, ଅଫିସରେ ଗାଡି ରଖିଲେ, ନିଜ ରୁମକୁ ଆସିଲେ। ସେତେବେଳକୁ କିଛି ସମୟ ପରେ ଅଫିସର ଡ୍ରାଇଭର ଆସୁଛି, ଆଉ ତାଙ୍କୁ କହୁଛି କି ଭାଇ ଆପଣଙ୍କର ଗାଡି ବହୁତ ଜୋର ଡ୍ୟାମେଜ ହେଇଯାଇଛି, ଆଉ କୋଉଠି ସୋରୁମରେ ଦେଖେଇବେ କି? ସିଏ କହିଲେ କି ହଁ ମୁଁ ଆସିଲା ରାସ୍ତାରେ ସୋରୁମରେ ଦେଖେଇକି ଆସିଲି, ଟିକେ ବେଶୀ ଅର୍ଥ କହିଲାଠୁ ସେ କହିଲେନି ଆକ୍ସିଡେଣ୍ଟ ହେଇଛି, କିଛି କହିଲେନି। ସେ କହିଲେ ମୁଁ ଆସିଲା ବେଳକୁ ଗ୍ୟାରେଜ ସୋରୁମରେ ଦେଖେଇଲି, ସେମାନେ ବହୁତ ପଇସା କହିଲେ, ଆଉ ମୁଁ ପଳେଇ ଆସିଛି ସୁବିଧା ଦେଖିକି ଗାଡିଟା ସଜାଡିବା। ତ ଡ୍ରାଇଭର କହିଲା ମତେ ଟିକେ ଦିଅନ୍ତୁ, ମୁଁ ଟିକେ ଦେଖିବି କୋଉଠି କୋଉଠି ବାଜିଛି। 4-5 ଘଣ୍ଟା ପରେ ସେ ଚାବି ନେଇକି ଯୋଉ ଡ୍ରାଇଭର ଗଲା, 4-5 ଘଣ୍ଟା ପରେ ଆଣିକି ସେ ଚାବି ଦଉଛି ସେ ଭାଇଙ୍କୁ, ଆଉ କହୁଛି ସାର୍ ଆପଣଙ୍କର ଚାବି ନିଅନ୍ତୁ, ଗାଡିଟା ଠିକ ହେଇଯାଇଛି। ଇଏ କହିଲେ ଗାଡିଟା ଏତେ ଏତେ ବଡ ପଛଆଡେ ଡ୍ୟାମେଜ ହେଇଥିଲା, ଠିକ ହେଇଗଲା? ହଁ ସାର୍, ମୋର ଗୋଟେ ଚିହ୍ନା ଗ୍ୟାରେଜ ଅଛି, ମୁଁ ଯାଇଥିଲି, ଆଉ ସେ ବହୁତ କମ ପଇସାରେ ସେ କରିଦେଲା, ମୁଁ ଠିକ କରିକି ବି ଆଣି ଆସିଛି, ଆପଣ କାହିଁକି ହଇରାଣ ହେବେ କହିକି ଚାବିଟା ଦେଇଦେଲା। ଆମେ ଏଇ ଘଟଣାରୁ ଆମେ କଣ ଜାଣୁଛୁ? ଯେତେବେଳେ ବହୁତ କଷ୍ଟ ହେଲା ତାଙ୍କୁ, ଗାଡିଟା ଏତେ ଜୋର ଡ୍ୟାମେଜ ହେଲା, ସଜାଡିବା ପାଇଁ ଜଣଙ୍କର ପଇସା ବି ଅର୍ଥ ବହୁତ କଷ୍ଟ ହବ ସେ ଜାଣିଗଲେ, କିନ୍ତୁ ଜଣେ କ୍ଷମା ମାଗୁଛି, ସେ ରାଗିଲେନି, କାହିଁକିନା ଯୀଶୁଙ୍କର ବାକ୍ୟ ତାଙ୍କ ହୃଦୟରେ ଥିଲା। ସେଇ ବାକ୍ୟ ତାଙ୍କୁ ଚେତେଇ ଦେଲା, କ୍ଷମା ଦେଇଦେ। ସେ ଯୋଉ କ୍ଷମା ଦେଲେ, ସେଇ ରୁମକୁ ଆସିଲେ ଅଫିସରେ, ତାଙ୍କ ପାଇଁ ପ୍ରଭୁ ବ୍ୟବସ୍ଥା କଲେ। ଡ୍ରାଇଭର ଯାଇ କମ ମୂଲ୍ୟରେ ଗାଡି ସଜାଡି ଆଣିକି ସନ୍ଧ୍ୟା ସୁଦ୍ଧା ତାଙ୍କ ହାତରେ ଚାବି ଦେଇଦେଲା। ଏଇଟା କାହାର କାର୍ଯ୍ୟ? ଈଶ୍ୱରଙ୍କର କାର୍ଯ୍ୟ। ହେଇଥାଇପାରେ ଅନେକ ସମୟରେ ସଂକୀର୍ଣ୍ଣ ପଥ ଦେଇ ଆମେ ମାନେ ଗଲାବେଳକୁ ଆମେ ମାନେ କଷ୍ଟ ଭୋଗିବା, ଅନ୍ୟମାନେ ଆମକୁ ଇନସଲ୍ଟ କରିବେ, ପରିହାସ କରିବେ, ବହୁତ କଷ୍ଟ ହବ, ଅନ୍ୟମାନଙ୍କର କଥାବାର୍ତ୍ତା ବ୍ୟବହାର ବି କଷ୍ଟ ହବ, କିନ୍ତୁ ଆମେ ସଂକୀର୍ଣ୍ଣ ପଥ ହିଁ ଧରିଥିବା, ପ୍ରଭୁଙ୍କର ବାକ୍ୟକୁ ହିଁ ହୃଦୟରେ ରଖି ବାକ୍ୟ ଅନୁଯାୟୀ ହିଁ ଜୀବନ କାଟିବା। କଷ୍ଟ ହେଲେ ବି ପ୍ରଭୁ ଶିଖେଇଛନ୍ତି ମୁଁ ତାଙ୍କୁ କ୍ଷମା ଦେବି, ମୁଁ ତାଙ୍କୁ ପ୍ରେମ କରିବି, ମୁଁ ତାର ଦୁଃଖ ବେଳେ ଯାଇକି ଠିଆ ହେବି, ସେ ମୋର ଯେତେ ମୋର ଏଗେନ୍ଷ୍ଟରେ ଯାଉ, ମୁଁ ତା ପାଇଁ ଠିଆ ହେବି। କାହିଁକିନା ପ୍ରଭୁ ତାର ଆମ ପାଇଁ ପ୍ରଭୁ ଠିଆ ହେବେ। ସେଇଟା ହଉଛି ଆମ ପାଇଁ ଈଶ୍ୱର ସଦା ସର୍ବଦା ତାହା ଚାହାନ୍ତି। ଆମେ ଯୋଉଠି ବି ତାଙ୍କର ଗୌରବ ନିମନ୍ତେ ଠିଆ ହେବା, ତାଙ୍କର ଟେଷ୍ଟିମନି, ତାଙ୍କର ଆମକୁ ଦେଖିକି ସେମାନେ ଯୀଶୁ ମସିଙ୍କର ଜାଣିବେ, ସ୍ୱଭାବଟା ଜାଣିବେ, ସେଇଟା ଚାହାନ୍ତି ସେ। ତ ଆମେ ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିବା। 4 ନମ୍ବରରେ, 1 ନମ୍ବରରେ ମନ ପରିବର୍ତ୍ତନ କରିବା ଅନୁତାପ ହୃଦୟ ସହିତ, ଯୀଶୁଙ୍କ ଉପରେ ବିଶ୍ୱାସ କରିବା। 3rdରେ ନିଜକୁ ଅସ୍ୱୀକାର କରି ଯୀଶୁଙ୍କର କ୍ରୁଶ ଉଠେଇବା, ମାନେ ଯୀଶୁଙ୍କର ଇଚ୍ଛା କୁ କଣ ବୁଝିବା, ଯୀଶୁଙ୍କ ଇଚ୍ଛା ଅନୁଯାୟୀ ଜୀବନ କାଟିବା। 4th ହଉଛି ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିବା। 5 ହଉଛି ଜଗତର ସୁଖ ଅଭିଳାଷକୁ ପ୍ରାୟୋରିଟି ଦେବା ନାହିଁ। ଆଉ ଯେମିତି ଆମେ ଦେଖିଛୁ ମୂଷା ରାଜଗତି ଛାଡିଦେଲେ, ଯେତେବେଳେ ଆମେ ପଢୁଛୁ ସେ ସେ ରାଜାର ପୁଅ ହେବାର ସେ ସୁଖଟାକୁ ସେ ଛାଡି ଦଉଛନ୍ତି। କାହିଁକି? ସେ ଯୋକେବଙ୍କର ଶିକ୍ଷାରେ ସେ ଈଶ୍ୱରଙ୍କ ବିଷୟ ଜାଣିଥିଲେ, ସେ ଈଶ୍ୱର କୋଉଥିରେ ଖୁସି ହେବେ ସେଇ କଥାକୁ ସେ ଇମ୍ପୋର୍ଟାନ୍ସ ଦେଲେ, ଆଉ ସେ ଈଶ୍ୱରଙ୍କ ଲୋକମାନଙ୍କର ପାଇଁ ସେ ବାହାରି ଗଲେ ରାଜପ୍ରସାଦକୁ ଛାଡି ଦେଇକି। ତ ଆମେ ଏଇ ଜଗତର ସୁଖ ଅଭିଳାଷ ଆଜି ଅଛି କାଲି ନଥିବ, ତ ଈଶ୍ୱରଙ୍କ ପଥରେ ଗଲେ ଆମେ ଅନନ୍ତ ଖୁସି, ଅନନ୍ତ ଆନନ୍ଦ, ଅନନ୍ତ ଜୀବନ ପାଇବା। ତ ଶେଷ ପର୍ଯ୍ୟନ୍ତ ମାନେ 6 ନମ୍ବର ପଏଣ୍ଟ ହଉଛି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବା। ଯେତେ କ୍ଲେଶ ଆସୁ, ଯେତେ ଟେମ୍ପଟେସନ ଆସୁ,
ଧୈର୍ଯ୍ୟ ଧରିବା। ଯୋସେଫ କଷ୍ଟ ପାଇନାହାନ୍ତି? ତାଙ୍କ ଜୀବନରେ କେତେ ପ୍ରକାର କଷ୍ଟ ପାଇଲେ, ଟେମ୍ପଟେସନ ଆସିଲା, କିନ୍ତୁ ପ୍ରଭୁଙ୍କୁ ସେ ଭୟ କରୁଥିବାରୁ ସବୁ ସମସ୍ୟାରୁ ଉଦ୍ଧାର ପାଇ ଦିନେ ପ୍ରଭୁଙ୍କର ଗୌରବ ନିମନ୍ତେ ସେ କେତେ ବଡ ପାୱାର ପୋଜିସନରେ ରହିଲେ ଯୋସେଫ। ପବିତ୍ର ଆତ୍ମାଙ୍କର ଶକ୍ତିରେ ଚାଲିବା। ଆମେ ନିଜେ ନିଜେ ଏସବୁ ଏ ମନ୍ଦ ଜଗତରେ ରହିକି ଜଗତରୁ ପୃଥକୀକୃତ ଜୀବନ କାଟିବାଟା ବହୁତ କଷ୍ଟ। ପବିତ୍ର ଆତ୍ମା କିନ୍ତୁ ଆମମାନଙ୍କୁ ସାହାଯ୍ୟ କରିବେ। ଆମମାନଙ୍କର ଶକ୍ତିଦାତା ପରମେଶ୍ୱର ସଦା ସର୍ବଦା ଆମେ ଯେତେବେଳେ ଡାକିବା ଆମକୁ ସାହାଯ୍ୟ କରିବେ। ସେଦିନ ଆମେ ଦେଖୁଛୁ ସଂକୀର୍ଣ୍ଣ ପଥ କିଏ ବାଛିଥିଲା? ଚଉଡା ରାସ୍ତା ଛାଡିକି ଧନୀ ଯୁବକ ଚଉଡା ରାସ୍ତାକୁ ଆପଣେଇ ନେଇକି ସଂକୀର୍ଣ୍ଣ ରାସ୍ତା ଛାଡିଦେଲା, କିନ୍ତୁ ଯକ୍ଷ ଚଉଡା ରାସ୍ତା ଛାଡିକି ସଂକୀର୍ଣ୍ଣ ପଥ ଦେଇ ପରିତ୍ରାଣ ପାଇଲା। ତ ଆମେ ମାନେ ଆଜିର ଏ ବାକ୍ୟ ଅନୁଯାୟୀ ଆମେ ମାନେ ଜାଗ୍ରତ ଜୀବନ କାଟିବା। ଦ୍ୱାର ବନ୍ଦ ହେବା ଆଗରୁ ଆମେ ପ୍ରସ୍ତୁତିର ଜୀବନ କାଟିବା, ସଂକୀର୍ଣ୍ଣ ପଥରେ ଯିବା। ତାହା ହେଲେ ଆମେ ଡେଷ୍ଟିନେସନରେ ପହଞ୍ଚିବା ଆଉ ସ୍ୱର୍ଗ ରାଜ୍ୟର ଅଧିକାରୀ ହେବା। ଯୀଶୁଙ୍କ କୋଳରେ ଯାଇକି ବସିବା, ଅନନ୍ତ ମୁକୁଟ ପାଇବା। ସେ ଜୀବନ ରୂପକ ମୁକୁଟ ଆମମାନଙ୍କୁ ଦେବେ। ସେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା। ଆଜିର ବାକ୍ୟ ଦ୍ୱାରା ଆଜି ସମସ୍ତଙ୍କୁ, ମତେ ଆଉ ଆମ ସମସ୍ତଙ୍କୁ ଆଜି ଆହୁରି ଜାଗ୍ରତ ଜୀବନ କାଟିବା ପାଇଁ ପ୍ରଭୁ ସାହାଯ୍ୟ କରନ୍ତୁ। ସେଇ ସଂକୀର୍ଣ୍ଣ ପଥ ଦେଇ ପ୍ରଭୁ ଯୀଶୁଙ୍କୁ କଥା ମାନି ତାଙ୍କର ପଥରେ ଚାଲିବା ପାଇଁ ସାହାଯ୍ୟ କରନ୍ତୁ। ଆଉ ପ୍ରଭୁ ଆମ ସମସ୍ତଙ୍କର ଜୀବନ ଦେଇ ପ୍ରଭୁ ଗୌରବ ପାଆନ୍ତୁ। ଆମେ ସମସ୍ତେ ଦିନେ ଯାଇ ସ୍ୱର୍ଗ ରାଜ୍ୟରେ ପ୍ରଭୁଙ୍କ ପାଖରେ ପହଞ୍ଚି ପାରିବା ପାଇଁ ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ। ଆମେନ୍।